ନମସ୍କାର। ଆପଣଙ୍କୁ ଲୋଟସ୍ କାମ୍ ମେଡିଟେସନରେ ହୃଦୟରୁ ସ୍ୱାଗତ। ଆସନ୍ତୁ ଆଜି ସୁନ୍ଦର ସମୟରେ ନିଜ ଶରୀରକୁ ପୁରା ଆରାମ ଦେବା, ଶରୀରକୁ ଶୀତଳ କରିବା, ବଡି ରିଲାକ୍ସେସନ। ଆପଣଙ୍କ ଶରୀର ଯେଉଁ ଜାଗାରେ ବି ଟିକେ କଷ୍ଟ ବା ଚାପ ଅଛି ସେଗୁଡ଼ିକୁ ଧୀରେ ଧୀରେ ଢିଲା ଛାଡ଼ି ଦିଅନ୍ତୁ। ଆପଣଙ୍କ ମୁହଁ, କପାଳ ଏବଂ ପାଟିର ଚାରିପାଖରେ ମାଂସପେଶୀକୁ ପୁରା ହାଲୁକା କରିଦିଅନ୍ତୁ। ନିଜକୁ ପୁରାପୁରି ମାଟିମା ଉପରେ ଛାଡ଼ି ଦିଅନ୍ତୁ, ଯେମିତିକି ମା ଆପଣଙ୍କୁ ନିଜ କୋଳରେ ଶୁଆଇ ଦେଇଛି। ଏହା ଆପଣଙ୍କୁ ମନେ ପକାଇ ଦେଉଛି ଯେ ଆପଣ ଏହି ଦୁନିଆ ସହିତ ଗଭୀର ଭାବେ ଜଡ଼ିତ ଏବଂ ଆପଣ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଆପଣ ନିଜ ମନ ଏବଂ ଶରୀରକୁ କୁହନ୍ତୁ ଯେ ଏବେ ସବୁ ଚିନ୍ତା ଭୁଲିଯିବାର ସମୟ। ଶାନ୍ତ ଏବଂ ଧୀରେ ଧୀରେ ନିଶ୍ୱାସ ନେବା ସହିତ ନିଜକୁ ଆରାମ ଦିଅନ୍ତୁ। ଏବେ ନିଶ୍ୱାସ ଉପରେ ଧ୍ୟାନ ଦେବା। ଆପଣଙ୍କର ଚାରିପାଖରେ ଥିବା ପବନ ଖୁବ୍ ସହଜରେ ଆପଣଙ୍କ ଭିତରକୁ ଯାଉଛି ଏବଂ ବାହାରକୁ ଆସୁଛି। ପ୍ରତ୍ୟେକଟି ନିଶ୍ୱାସକୁ ପ୍ରକୃତିର ଏକ ସୁନ୍ଦର ଉପହାର ଭାବେ ଗ୍ରହଣ କରନ୍ତୁ। ଅନୁଭବ କରନ୍ତୁ ଏହି ପବନ ସବୁବେଳେ ଆପଣଙ୍କ ପାଇଁ ରହିଛି। ଏହା ଆପଣଙ୍କୁ ଜୀବନ ଦେଉଛି, କିନ୍ତୁ ବଦଳରେ ଆପଣଙ୍କ ଠାରୁ କିଛି ବି ମାଗୁନାହିଁ। ନିଜ ମନକୁ ନିଃସ୍ୱାର୍ଥପର ପ୍ରେମକୁ ଅନୁଭବ କରିବାକୁ ଦିଅନ୍ତୁ। ଦେଖନ୍ତୁ ଏହି ଗଭୀର ନିଶ୍ୱାସ ଆପଣଙ୍କୁ କେତେ ଶାନ୍ତି ଦେଉଛି। ବର୍ତ୍ତମାନ ଏହି ମୁହୂର୍ତ୍ତରେ ଆପଣ କେବଳ ଜଣେ ଦର୍ଶକ ବନିଯାଆନ୍ତୁ। ଆପଣ କେବଳ ନିଜ ଉପରେ ଧ୍ୟାନ ଦିଅନ୍ତୁ। ଏଠାରେ ନିଜକୁ କୌଣସି ଭଲ ବା ମନ୍ଦ ଭାବେ ବିଚାର କରିବାର ନାହିଁ କିମ୍ବା କିଛି ବଦଳାଇବାର ନାହିଁ। ଆପଣଙ୍କର ଏକମାତ୍ର କାମ ହେଉଛି ଭିତରେ ଯାହା ଚାଲିଛି ତାକୁ କେବଳ ସ୍ୱୀକାର କରିବା ଏବଂ ଦେଖିବା। ଯେତେବେଳେ ଆପଣ ନିଜକୁ ଯେମିତି ଅଛନ୍ତି ସେମିତି ଗ୍ରହଣ କରିନିଅନ୍ତି, ସେତେବେଳେ ଆପଣ ନିଜକୁ ଜୀବନର ସବୁଠାରୁ ବଡ଼ ଖୁସି ଦିଅନ୍ତି। ଆପଣଙ୍କର ପରବର୍ତ୍ତୀ ପ୍ରଶ୍ୱାସ ସହିତ ନିଜେ ଜେଣ୍ଟଲ ଆଫର୍ମେସନ। ଆପଣଙ୍କ ପରବର୍ତ୍ତୀ ପ୍ରଶ୍ୱାସ ସହିତ ମନେ ମନେ ଏହି କଥାଟି କୁହନ୍ତୁ। ମୁଁ ଯେମିତି ଅଛି ସେମିତି ରହିବା ପାଇଁ ମୁଁ ସମ୍ପୂର୍ଣ୍ଣ ମୁକ୍ତ। ଆପଣ ମନେ ମନେ ଏହି କଥାଟିକୁ କୁହନ୍ତୁ। ମୁଁ ଯେମିତି ଅଛି ସେମିତି ରହିବା ପାଇଁ ମୁଁ ସମ୍ପୂର୍ଣ୍ଣ ମୁକ୍ତ। ଏବଂ ପରବର୍ତ୍ତୀ ପ୍ରଶ୍ୱାସରେ କୁହନ୍ତୁ, ମୋ ପାଇଁ ମୋର ପ୍ରକୃତ ରୂପରେ ରହିବା ସମ୍ପୂର୍ଣ୍ଣ ନିରାପଦ। ଏହି ଶାନ୍ତି ଭିତରେ ନିଜକୁ
ପୂରାପୂରି ହାଲୁକା କରିଦେବା ସହିତ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକୁ ନିଜ ମନକୁ ପଚାରନ୍ତୁ। ମୁଁ ଆଜି ମୋ ଜୀବନରେ ଏମିତି କେଉଁ ସୁନ୍ଦର କାମ କରିପାରିବି ଯାହା ମୋ ପାଇଁ ଖୁସି ଆଣିଦେବ? ମୁଁ କେବଳ ଏହି ମୁହୂର୍ତ୍ତରେ ନୁହେଁ, ବରଂ ଜୀବନରେ ପ୍ରତ୍ୟେକ ପାଦରେ ମୋର ଅସଲ ଲକ୍ଷ୍ୟ ସହିତ କିପରି ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇପାରିବି। ମୁଁ ଏହି ସ୍ଥାନରେ ଏବଂ ବର୍ତ୍ତମାନର ସମୟରେ ନିଜ ଭିତରେ କେମିତି ଏକ ପରିପୂର୍ଣ୍ଣତା ବା ଶାନ୍ତି ଅନୁଭବ କରିପାରିବି। ବର୍ତ୍ତମାନ କେବଳ କୃତଜ୍ଞତାର ଏହି ପବିତ୍ର ଭାବନାରେ ହଜିଯାଆନ୍ତୁ। ଜାଣି ରଖନ୍ତୁ ଯେ ଆପଣଙ୍କର ଅନ୍ତରାତ୍ମା ପାଖରେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଗରୁ ହିଁ ରହିଛି। ଯେତେବେଳେ ବି ଆପଣ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ମନେ କରିବେ, ସେତେବେଳେ ଧୀରେ ଧୀରେ ଏହି ଧ୍ୟାନରୁ ବାହାରକୁ ଆସନ୍ତୁ। ନିଜର ସମୟ ନିଅନ୍ତୁ, କୌଣସି ତରତର ନାହିଁ। ଯେତେବେଳେ ଆପଣଙ୍କୁ ସହଜ ଲାଗିବ, ସେତେବେଳେ ହିଁ ନିଜ ଆଖି ଦୁଇଟିକୁ ଧୀରେ ଧୀରେ ଖୋଲନ୍ତୁ। ଆଜି ଆପଣ ନିଜ ପାଇଁ ଏକ ବହୁତ ସୁନ୍ଦର ପ୍ରୟାସ କଲେ। ଏହି ମେଡିଟେସନରେ ସାମିଲ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ଯେମିତି ଅଛନ୍ତି ସେଥିପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ।